ଦେଖ ଭାଇ, ତମେ ବି ଯଦି ଅକ୍ଟୋବରରେ ଏକ୍ଜାମ ଦବ ଆଉ ତମେ ଯଦି ବି ବହୁତ ଟେନସନରେ ଅଛ କି ଭାଇ ମୋ ପାଖରେ ଏବେ ବହି ବି ଆସିନି, ଆଡମିସନ ହେବାର 3-4 ମାସ ହେଇଯାଇଛି, ଆଉ ବହି ପୋଷ୍ଟ ଆସିବା କଥା ପୋଷ୍ଟରେ ବି ଆସିନି। ମୁଁ ଷ୍ଟଡି ସେଣ୍ଟର ବି ଯାଇଥିଲି ବହି ପଚାରିବା ପାଇଁ। ତମେ ଯଦି ଷ୍ଟଡି ସେଣ୍ଟର ଟିଚର ମାନେ କହିଥିବେ ୟାର ଆମର ଏଠି ବହି ବି କିଛି ମିଳିନଥାଉଛି, ତମେ ଅନଲାଇନ କିଣ ନହେଲେ ତ ଅଫଲାଇନ ଯାଇକି ବହି କିଣ। ତମେ ଯଦି ପ୍ରୋବ୍ଲେମ ଫେସ୍ କରୁଛ ଆଉ ତମେ ଯଦି ପିଡିଏଫ ପଢିଥାଉଛ, ପିଡିଏଫ ମାନେ ଏନ୍ଆଇଏସ୍ ୱେବସାଇଟରୁ ତମେ ଯଦି ତମର ଯୋଉ ସବଜେକ୍ଟଟା ଦରକାର ଅଛି ସେ ସବଜେକ୍ଟ ଡାଉନଲୋଡ କରିକି ପଢିଥାଉଛ ହେଲେ ତମକୁ ଆଖିରେ ଭାଇ ଅଧିକ ପେନ୍ ହେଇଥାଉଛି ପିଡିଏଫ ପଢିଲା ଟାଇମରେ। ମୁଁ ବି ଭାଇ ଯେବେ ପିଡିଏଫ ପଢୁଥିଲି, ମୋର ଯଦି ବହି ଆସିନଥିଲା ଓଡ଼ିଆର, ଇଂଲିଶର, କେମିଷ୍ଟ୍ରିର, ଫିଜିକ୍ସର ବହି ଆସିନଥିଲା, ତ ମୁଁ ମୋବାଇଲରେ ପିଡିଏଫ ପଢେ। ପିଡିଏଫ ପଢିଲା ବହୁତ ମାନେ ମାନେ ଆଖି ଉପରେ ଅଧିକ ପ୍ରେସର ପଡେ। ତା ସହିତ ମୋବାଇଲ ଭାଇ ନୋଟିଫିକେସନ ଆସିବ ତ ପଢି ହେବାର ହିଁ ନାହିଁ ହେଲା। ତ ତା ସହିତ ଭାଇ ଟାଇମ ହିଁ ନଥିଲା, ମୋବାଇଲରେ ପଢିବା ପାଇଁ ଇଚ୍ଛା ହିଁ ହେବାର ନାହିଁ। ଯେମିତି ନର୍ମାଲ ଗୋଟେ ବହିରେ ଯେମିତି ପଢିଲେ ଯୋଉ ଫିଲ୍ ଆସିବ, ମୋବାଇଲରେ ପଢିଲେ ସେଇ ଫିଲ୍ ହିଁ ଆସିବନି ହେଲା। କିନ୍ତୁ ମୋବାଇଲ ସୁଇଚ୍ ଅଫ୍ କରିକି ଘଣ୍ଟାଟେ ଅଧଘଣ୍ଟାଟେ କରିକି ପଢିଲେ ଠିକ୍ ହଉଛି ହେଲା। ମୁଁ ବି ସେମିତି ପଢେ, ମୋବାଇଲ ସୁଇଚ୍ ଅଫ୍ କରିକି ପଢେର। କିନ୍ତୁ ଦେଖ ମୁଁ ତମକୁ କହୁଛି, ତମ ଯେହେତୁ ତମର ଏକ୍ସାମ ଭାଇ ବହୁତ ପାଖେଇ ପଳେଇ ଆସିଲାଣି, ତମର ଅକ୍ଟୋବରରେ ଏକ୍ସାମ ଷ୍ଟାର୍ଟ ହେଇଯିବ, ତ ତମେ ପିଡିଏଫ ରୁ ନହେଲେ ତ ୟୁଟ୍ୟୁବ ସର୍ଚ୍ଚ କରି ପଢିବା ପାଇଁ ଟ୍ରାଏ କର। ଆଉ ତମେ ବହିକୁ ୱେଟ୍ କରନି। ଆଉ ତମେ ଯଦି କମ୍ପ୍ଲେନ୍ କରିବ, ଦେଖ ମୁଁ ବି କମ୍ପ୍ଲେନ୍ କରିଥିଲି, କିନ୍ତୁ ହେଲେ ବି ସେଠି ମତେ ବହି ମିଳି ହିଁ ନଥିଲା। ମୋର ଏନ୍ଆଇଏସ୍ ଆଡମିସନ ହେଇକି ରେଜଲ୍ଟ ବାହାରିକି ମୁଁ +3 କରିସାରିଲିଣି, ହେଲେ ବହି ବି ଆସିବନି ହେଲା। ମୋର ତ ଆସିନଥିଲା ଭାଇ, ଏକ୍ସାମ ଜଏନ୍ ହେଇକି ରେଜଲ୍ଟ ବାହାରି ପଡ଼ିଲା, ବହି ଆସିନଥିଲା। ଆଉ ବହୁତ ପିଲାଙ୍କର ଯୋଉମାନେ ଏବେ ଏପ୍ରିଲରେ ଏକ୍ସାମ ଦେଇଥିଲେ ନା, ସେମାନଙ୍କ ପାଇଁ ସେ ସେମ୍ ସିଚୁଏସନ ହେଇଛି। କେତେ ଜଣ ଷ୍ଟୁଡେଣ୍ଟଙ୍କୁ ଅଧା ବହି ମିଳିଛି ଆଉ ଅଧା ବହି ମିଳିନି। ଆଉ କେତେ ଜଣ ଷ୍ଟୁଡେଣ୍ଟଙ୍କୁ ଟୋଟାଲି ଭାଇ ବହି ମିଳିନି ହେଲା। ସେମାନେ ୟୁଟ୍ୟୁବରୁ ଆଉ ଅନଲାଇନରୁ ପିଡିଏଫ ଡାଉନଲୋଡ କରି ପଢିବାର। ଆଉ ଯଦି ତମ ପାଖରେ ଯଦି ଭାଇ ବହି ନାହିଁ ହେଲେ ତମେ ନିଜେ ପଢିବା ପାଇଁ ଟ୍ରାଏ କର ୟୁଟ୍ୟୁବରୁ ନହେଲେ ତ ପିଡିଏଫ ଡାଉନଲୋଡ କରିକି। ବଟ୍ ଟିକେ ପଢିଲା ଟାଇମରେ ଭାଇ ବହୁତ ମାନେ ଡିଷ୍ଟ୍ରାକ୍ସନ ଆସିବ, ୟୁଟ୍ୟୁବରୁ ନହେଲେ ତ ଇନଷ୍ଟାଗ୍ରାମ ସବୁ ନୋଟିଫିକେସନ ଆସିବ। ନହେଲେ ଫୋନକୁ ଏରୋପ୍ଲେନ ମୋଡ୍ ପକେଇ ପଢିବା ପାଇଁ ଟ୍ରାଏ କର। ମୁଁ ବି ଭାଇ ସେମିତି ହିଁ ପଢେ, ମୋବାଇଲକୁ ଏରୋପ୍ଲେନ ମୋଡରେ ପକେଇ ପଢେ। ଆଉ ତା ସହିତ ମୁଁ ତ ମେନ୍ ଜିନିଷ କହୁଛି, ତମେ ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ ଆନ୍ସର ପାଇଁ ପ୍ରାକ୍ଟିସ କର। କାରଣ ମୁଁ ଦେଖୁଛି ପ୍ରାୟ ଟାଇମ ପ୍ରିଭିୟସ୍ ଇୟରରେ କେତେଟା କ୍ୱେଶ୍ଚିନ୍ ହେଲା ଏକ୍ସାମ ଏକ୍ସାମ୍ପଲ ମୁଁ ତମକୁ ଦଉଛି। ଏବେ ଯୋଉ ଏବେ ଯୋଉ ଏପ୍ରିଲରେ ଯୋଉ ଏକ୍ସାମ ହେଇଥିଲା ନା 2025ରେ, ତ 2024ର ଅକ୍ଟୋବରରେ କେତେଟା କ୍ୱେଶ୍ଚିନ୍ ଆଉ 2024 ଏପ୍ରିଲ ସେକ୍ସନ କେତେଟା କ୍ୱେଶ୍ଚିନ୍ ଅକ୍ଟୋବରକୁ ଆସିଥିଲେ ହେଲା। ମାନେ ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ ରିପିଟ୍ ହେଇଥାଉଛି ହେଲା। ତ ତମେ ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ ଆନ୍ସର ପାଇଁ ପ୍ରାକ୍ଟିସ କର। ଆଉ ତମକୁ ଯଦି ଓଡ଼ିଆ ମିଡିୟମର ହିଷ୍ଟ୍ରି, ପଲିଟିକାଲ ସାଇନ୍ସ, ଜୋଗ୍ରାଫି, ଇକୋନୋମିକ୍ସର ଓଡ଼ିଆ ମିଡିୟମର କ୍ୱେଶ୍ଚିନ୍ ପେପର ଦରକାର ଅଛି, ମୁଁ ତମକୁ ଟେଲିଗ୍ରାମ ଚ୍ୟାନେଲ ଲିଙ୍କ ଦେଇଦେବି। ତମେ ସେଇଠୁ ଆରାମସେ ଓଡ଼ିଆ ମିଡିୟମର କ୍ୱେଶ୍ଚିନ୍ ପେପର ଡାଉନଲୋଡ କରିପାରିବ। ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି ଯାହା ମୁଁ ମାନେ ଅପଡେଟ୍ କରିଥାଉଛି ତମେ ସେଇଠୁ ଡାଉନଲୋଡ କରିପାରିବ। ତା ସହିତ ମୁଁ ତମକୁ ଗୋଟେ ଜିନିଷ କହିଦେଉଛି ଭାଇ, ତମକୁ ଯଦି ଓଡ଼ିଆର ମାନେ ଓଡ଼ିଆ ମିଡିୟମର ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ ପେପର ଆନ୍ସର ଦରକାର ଅଛି, ସବୁ ଯାକ ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ ଆନ୍ସର ଆଉ ଓଡ଼ିଆର ଚାପ୍ଟର ୱାଇଜ କ୍ୱେଶ୍ଚିନ୍ ଆନ୍ସର ଦରକାର ଅଛି। ଆଉ ଏକ୍ସାମରେ କୋଉ କୋଉ ଟାଇପର ଏମସିକ୍ୟୁ କ୍ୱେଶ୍ଚିନ୍ ଆସିବ ଗୋଟେ ଗୋଟେ ଚାପ୍ଟରରୁ, ଯଦି ତାହା ତମକୁ ଦରକାର ଅଛି ଭାଇ ତମେ ମତେ ଏଇ ନମ୍ବରରେ କଣ୍ଟାକ୍ଟ କରିପାରିବ। ଆଉ ମୁଁ ତମକୁ ବହୁତ କମ୍ ପ୍ରାଇସରେ ଓଡ଼ିଆର ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ର ଆନ୍ସର ଯୋଉଟାକି 2024 ଆଉ 2025ରେ ପୁରା ସବୁ ଯାକ କ୍ୱେଶ୍ଚିନ୍ ଆନ୍ସର ଦେଇଥିବି। ତା ସହିତ ଚାପ୍ଟର ୱାଇଜ କ୍ୱେଶ୍ଚିନ୍ ଆନ୍ସର ଦେଇଥିବି। ତା ସହିତ ଏମସିକ୍ୟୁ କ୍ୱେଶ୍ଚିନ୍ ଆନ୍ସର ଦେଇଥିବି। ଗୋଟେ ଗୋଟେ ଚାପ୍ଟରରୁ 20-30ଟା ଏମସିକ୍ୟୁ କ୍ୱେଶ୍ଚିନ୍ ଆନ୍ସର ଦେଇଥିବି, ଯୋଉଟା ତମର ଏକ୍ସାମରେ ଆସିବ। ତ